ରାଜୋଟାଠାରେ ବିଜେପିର ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ। ଆଜି ନବରଙ୍ଗପୁର ଜିଲ୍ଲା କୋଷାକମୁଣ୍ଡା ବ୍ଲକ ରାଜୋଟାଠାରେ ବିଜେପିର ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଠାରେ ବିଜେପି ଓଡ଼ିଶାରେ 2 ବର୍ଷ ଏବଂ ଭାରତରେ 12 ବର୍ଷର ଉପଲବ୍ଧି ଉପରେ ଏବଂ ଆସନ୍ତାକାଲି ପର୍ଯ୍ୟାବରଣ ଦିବସ ରହିଥିବାରୁ କିପରି ଭାବରେ ସମସ୍ତେ ବୃକ୍ଷ ଲଗାଇବେ ତା ସହ ସମାଜକୁ ଏକ ଉତ୍ତମ ସନ୍ଦେଶ ଦିଆଯିବ ସେ ନେଇ ଆଲୋଚନା ହୋଇଥିଲା। ଏଠାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ, ଜିଲ୍ଲା ବିଜେପି ସଭାପତି କୁଞ୍ଜ ବିହାରୀ ଦାସ, ମଣ୍ଡଳ ସଭାପତି ସಮೇତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଆମର ନବରଙ୍ଗପୁର ବିଧାନସଭାର ରାଜୋଡ଼ା ମଣ୍ଡଳ ବୈଠକ ଥିଲା। ତାର ସହିତ ଆଗାମୀ ଦିନ ଯେଉଁ ଆମର ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଏବଂ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ଆମେ କ'ଣ କାମ କରୁଛୁ, ଦୀର୍ଘ ମାସଟା ଆସନ୍ତାକାଲି ଯେମିତି ପର୍ଯ୍ୟାବରଣ ଦିବସ ଅଛି, ଗଛ ଲଗାଇବାଠୁ ଆରମ୍ଭ କରି ଆଦିବାସୀ ଭାଇ ଭଉଣୀମାନଙ୍କର ସମ୍ମିଳନୀ, କୃଷକମାନଙ୍କର ସମ୍ମିଳନୀ, ମହିଳାମାନଙ୍କର ସମ୍ମିଳନୀ, ବୁଦ୍ଧିଜୀବୀମାନଙ୍କର ସମ୍ମିଳନୀ, ପୁରା ମାସ ସାରା ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଯାଇକି ମିଶିବା ଏହି କାର୍ଯ୍ୟକ୍ରମ ରହିଛି। ସେ ବିଷୟରେ ଆଜି ଆଲୋଚନା ହେଇଥିଲା। ଏଠି ଆମର ମଣ୍ଡଳର ସମସ୍ତ ପଦାଧିକାରୀ, କାର୍ଯ୍ୟକର୍ତ୍ତା, ବୁଥ୍ କାର୍ଯ୍ୟକର୍ତ୍ତା ଏବଂ ଆମ ଜିଲ୍ଲାର ମାନନୀୟ ଜିଲ୍ଲା ସଭାପତି ଶ୍ରୀ କୁଞ୍ଜ ବିହାରୀ ଦାସ, ମଣ୍ଡଳ ସଭାପତି ଏବଂ ଅନ୍ୟାନ୍ୟ ସମସ୍ତେ ଉପସ୍ଥିତ ଥିଲେ।